আজি ବର୍ଷର ଶେଷ ଦିନ ଆଉ କିଛି ଘଣ୍ଟା ପରେ ବଦଳିଯିବ କ୍ୟାଲେଣ୍ଡର। ରାତି ପାହିଲେ ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ସ୍ୱାଗତ କରିବ 2025। ତେବେ ନୂଆ ବର୍ଷରେ କିଛି ନୂଆ ନିୟମ ମଧ୍ୟ ଲାଗୁ ହେବାକୁ ଯାଉଛି। ବର୍ଷ 2025ରେ 12ଟି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କ ଡେଲି ଲାଇଫରେ ପରିବର୍ତ୍ତନ ଆଣିବ। ୟୁପିଆଇ ପେମେଣ୍ଟରେ ଲିମିଟ୍ 2 ଗୁଣା ହେବାକୁ ଯାଉଛି। ଫିଚର ଫୋନ୍ରେ ୟୁପିଆଇ ବ୍ୟବହାର କରୁଥିବା ୟୁଜର୍ସ ଜାନୁଆରୀ 1ରୁ 10,000 ଟଙ୍କା ଯାଏଁ ଅନଲାଇନ୍ରେ ପେମେଣ୍ଟ କରିପାରିବେ। ବର୍ତ୍ତମାନ ଯାହାର ଲିମିଟ୍ ମାତ୍ର 5,000 ଟଙ୍କା ଯାଏଁ ରହିଛି। ଜାନୁଆରୀ 1 ତାରିଖରୁ ଦେଶର ଯେକୌଣସି ବ୍ୟାଙ୍କରୁ ନିଜର ପେନ୍ସନ୍ ଟଙ୍କା ଉଠାଇ ପାରିବେ ପେନ୍ସନ୍ ଉପଭୋକ୍ତା। ଏଥିପାଇଁ ଅତିରିକ୍ତ ଭେରିଫିକେସନର ଆବଶ୍ୟକତା ପଡ଼ିବ ନାହିଁ। ବର୍ତ୍ତମାନ ଯେଉଁ ବ୍ୟାଙ୍କ ତଥା ବ୍ରାଞ୍ଚରେ ଖାତା ଅଛି, କେବଳ ସେହିଠାରୁ ହିଁ ପେନ୍ସନ୍ ଉଠାଯାଇପାରୁଛି। ବର୍ତ୍ତମାନ ସୁଦ୍ଧା କୃଷକଙ୍କ ପାଇଁ ବିନା ଗ୍ୟାରେଣ୍ଟିରେ 1.6 ଲାଖ ଟଙ୍କା ଯାଏଁ ଲୋନ୍ର ସୁବିଧା ରହିଛି। ହେଲେ ଆସନ୍ତାକାଲିଠୁ ଏହି ନିୟମରେ ମଧ୍ୟ ପରିବର୍ତ୍ତନ ହେଉଛି। ବର୍ତ୍ତମାନ ସୁଦ୍ଧା କୃଷକଙ୍କ ପାଇଁ ବିନା ଗ୍ୟାରେଣ୍ଟିରେ 1.6 ଲାଖ ଟଙ୍କା ଯାଏଁ ଲୋନ୍ର ସୁବିଧା ରହିଛି। ହେଲେ ଆସନ୍ତାକାଲିଠୁ ଏହି ନିୟମରେ ମଧ୍ୟ ପରିବର୍ତ୍ତନ ହେଉଛି। ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ 2 ଲକ୍ଷ ଟଙ୍କା ଯାଏଁ ବ୍ୟାଙ୍କରୁ ଋଣ ମିଳିପାରିବ। ଚଳିତ ମାସରେ ଏନେଇ ବଡ଼ ଘୋଷଣା କରିଥିଲେ ଆର୍ବିଆଇ ଗଭର୍ଣ୍ଣର। ଜାନୁଆରୀରୁ ରିଚାର୍ଜ ପ୍ଲାନ୍ରେ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛନ୍ତି ଟେଲିକମ୍ ସଂସ୍ଥା। କେବଳ କଲିଂ ଏବଂ ଏସ୍ଏମ୍ଏସ୍ ପାଇଁ ନୂଆ ପ୍ୟାକ୍ ଆସିବ। ଯେଉଁ ଉପଭୋକ୍ତା ଡାଟା ପ୍ୟାକ୍ ନେବା ପାଇଁ ଇଚ୍ଛୁକ ନାହାନ୍ତି, ସେମାନଙ୍କ ପାଇଁ ନୂଆ ରିଚାର୍ଜ ପ୍ଲାନ୍ ସଂସ୍ଥା ହେବ। ବର୍ତ୍ତମାନ ଯେଉଁମାନେ କଲିଂ ପାଇଁ ରିଚାର୍ଜ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ଡାଟା ପ୍ୟାକ୍ ନେବାକୁ ପଡ଼ୁଛି। ଜାନୁଆରୀରୁ ମହଙ୍ଗା ହେବାକୁ ଯାଉଛି କାର୍ ଓ କମର୍ସିଆଲ ଯାନ। ମାରୁତି, ହୁଣ୍ଡାଇ, ଟାଟା, କିଆ ଏବଂ ଏମ୍ଜିର 4 ଚକିଆ ଯାନ ଆସନ୍ତାକାଲିଠାରୁ ମହଙ୍ଗା ହେବାକୁ ଯାଉଛି। ବାଇକ୍ ଏବଂ କମର୍ସିଆଲ ଯାନର ଦାମ ମଧ୍ୟ 2ରୁ 3% ବୃଦ୍ଧି ପାଇବ। ଗାଡ଼ି ନିର୍ମାତା କମ୍ପାନୀଗୁଡ଼ିକର ମ୍ୟାଟେରିଆଲର ସପ୍ଲାଏ ବୃଦ୍ଧି କରିବାକୁ ଆବେଦନ କରିଥିବାରୁ ଗାଡ଼ିର ଦର ବୃଦ୍ଧି ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତାକାଲିଠୁ ପୁରୁଣା ଫୋନ୍ରେ କାମ କରିବନି ହ୍ୱାଟ୍ସଆପ୍। ଆଣ୍ଡ୍ରଏଡ୍ ଭର୍ସନ୍ 4.4 କିଟକାଟ୍ ଏବଂ ତାଠାରୁ ପୁରୁଣା ଆଣ୍ଡ୍ରଏଡ୍ ଭର୍ସନରେ ହ୍ୱାଟ୍ସଆପ୍ ଆଉ ଚାଲିବ ନାହିଁ। ଆପ୍ର ମେଟା ଏଆଇ ଫିଚର 4.4 କିମ୍ବା ତାଠାରୁ ଅପଡେଟ୍ ଭର୍ସନରେ ହିଁ କାର୍ଯ୍ୟକ୍ଷମ ହୋଇପାରୁଛି। ଆସନ୍ତା ବର୍ଷରୁ ଦେଶରେ ପ୍ରଦୂଷଣ ନିୟମ ମଧ୍ୟ କଡ଼ାକଡ଼ି ହେବାକୁ ଯାଉଛି। ଗାଡ଼ିଗୁଡ଼ିକର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏପ୍ରିଲ 1ରୁ BS7 ବାଧ୍ୟତାମୂଳକ କରାଯିବ। 2019 ଏପ୍ରିଲ 1ରୁ ବର୍ତ୍ତମାନ ଯାଏ BS6 ନିୟମ ବଳବତ୍ତର ରହିଛି। ସେହିଭଳି ନୂଆବର୍ଷରୁ କ୍ରିକେଟରେ ମଧ୍ୟ 2ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଫଟାଫଟ କ୍ରିକେଟରେ କ୍ୟାପ୍ଟେନ୍ କୋହଲିଙ୍କର ପ୍ରତ୍ୟାବର୍ତ୍ତନ ହେବ। ସେ ପୁଣି ଥରେ RCBର ଅଧିନାୟକତ୍ୱ ଗ୍ରହଣ କରିବେ। ସେହିପରି ଟେଷ୍ଟ ଟିମ୍ର କ୍ୟାପ୍ଟେନ୍ ରୋହିତ ଶର୍ମା ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ ପରେ ଟେଷ୍ଟ କ୍ରିକେଟରୁ ଅବସର ନେବେ। ଟିମ୍କୁ ନୂଆ ଅଧିନାୟକ ମିଳିବ। ଅନ୍ୟପଟେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ହେବ। ନୋ ଡିଟେକ୍ସନ୍ ପଲିସି ଶେଷ ହେବାରୁ 5ମ ଏବଂ 8ମରେ ଫେଲ୍ ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ। ସେମାନଙ୍କୁ 2 ମାସ ମଧ୍ୟରେ ପୁନର୍ବାର ପରୀକ୍ଷାରେ ପାସ୍ ହେବା ପାଇଁ ସୁଯୋଗ ମିଳିବ। କୋଚିଂ ସେଣ୍ଟରଗୁଡ଼ିକ 16 ବର୍ଷରୁ କମ୍ ପିଲାଙ୍କୁ ଆଡମିସନ୍ ଦେଇପାରିବେ ନାହିଁ। ଭ୍ରମାତ୍ମକ ବିଜ୍ଞାପନ ଉପରେ ମଧ୍ୟ ଜୋରିମାନା ଆଦାୟ କରାଯିବ। ବର୍ତ୍ତମାନ ସୁଦ୍ଧା ବୟସ ଏବଂ ବିଜ୍ଞାପନକୁ ନେଇ କୌଣସି ନିୟମ ନଥିବା ବେଳେ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଭାରତରେ ପଢ଼ି ମଧ୍ୟ ବିଦେଶରୁ ଡିଗ୍ରୀ ହାସଲ କରିହେବ। ନୂଆବର୍ଷରୁ ଇଣ୍ଡିଆନ୍ ଏବଂ ଫରେନ୍ ୟୁନିଭର୍ସିଟିର ମିଳିତ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ଫିଜିକାଲ କ୍ଲାସରୁମ୍ରେ ମଧ୍ୟ ପାଠ ପଢ଼ାଯିବ। ପୂର୍ବରୁ ବିଦେଶ ୟୁନିଭର୍ସିଟି ଡିଗ୍ରୀ ପାଇଁ ବିଦେଶକୁ ଯିବାକୁ ପଡ଼ୁଥିଲା। ବର୍ତ୍ତମାନ 25% ଅଗ୍ନିବୀରଙ୍କୁ ସେନାର ନିୟମିତ ସର୍ଭିସ୍ ପାଇଁ ମନୋନୀତ କରାଯିବାର ବ୍ୟବସ୍ଥା ରହିଛି। ହେଲେ ନୂଆବର୍ଷରୁ ଏହି ନିୟମରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। CISF ଏବଂ BSFରେ ପୂର୍ବ ଅଗ୍ନିବୀରଙ୍କୁ 10% ଆରକ୍ଷଣ ସହ ଫିଜିକାଲ ଟେଷ୍ଟ ଏବଂ ବୟସ ପରିସୀମାରେ ମଧ୍ୟ ରିହାତି ମିଳିବ। ବ୍ୟୁରୋ ରିପୋର୍ଟ, ସକାଳ ନ୍ୟୁଜ୍।